ଆମର ଆତ୍ମିକ ଉଦ୍ଦୀପନତା କେମିତି ରହିବା ଦରକାର, ଆତ୍ମିକ ଜୀବନରେ ଆମେ କେମିତି ବଢ଼ବା ଦରକାର। ଆମେ କାହିଁରେ ତିଆରି ହେଇଛୁ, କାହିଁରେ ତିଆରି ହେଇଛୁ, କାହିଁରେ ତିଆରି ହେଇଛୁ, କାହିଁରେ କୁହ ପାଟିକି କୁହ, କାହିଁରେ ତିଆରି ହେଇଛୁ, ଧୂଳି। ଆମେ କାହିଁରେ ତିଆରି ହେଇଛୁ, ଧୂଳିରେ ତିଆରି। ସେଥିପାଇଁ ଲେଖା ହେଲା କି ଧୂଳି ପୁନର୍ବାର ଧୂଳିରେ ମିଶିଯିବ, ମାତ୍ର ଆତ୍ମାଦାତାଙ୍କ ନିକଟରେ ଆତ୍ମା କ'ଣ ହେଇଯିବ, ଫେରିଯିବ। କାହାର ଆତ୍ମା ଯିବ? ପ୍ରଶ୍ନ। ଆତ୍ମାଦାତା ତ ଆତ୍ମା ଦେଇଛନ୍ତି ସମସ୍ତଙ୍କୁ, କ'ଣ ସମସ୍ତଙ୍କର ଆତ୍ମା ଯିବ ନା କାହାର ଆତ୍ମା ଯିବ? ଏଇଟା ପ୍ରଶ୍ନ ସହିତ ଧ୍ୟାନ କରନ୍ତୁ, ଏ ପ୍ରଚାର ମୁଁ କରୁନାହିଁ। ପ୍ରଭୁ ଏ ଜୀବନ ଧୂଳିରେ ତିଆରି କରି ଗୁଡ଼ାକ ଲୋକ ଗୁଡ଼ାକ ବରଦାନ ଦେଇଛନ୍ତି। କ'ଣ ବରଦାନ ଦେଇଛନ୍ତି? କାହାକୁ ଗୀତ ଗାଇବା ପାଇଁ ଦେଇଛନ୍ତି, କାହାକୁ ବାକ୍ୟ କହିବା ପାଇଁ ଦେଇଛନ୍ତି, କାହାକୁ ପ୍ରାର୍ଥନା କରିବା ପାଇଁ ଦେଇଛନ୍ତି, କାହାକୁ ଭବିଷ୍ୟତବାଣୀ କରିବା ପାଇଁ ଦେଇଛନ୍ତି, କାହାକୁ ସୁସ୍ଥତା କରିବା ପାଇଁ ଦେଇଛନ୍ତି। ପ୍ରଭୁ ଅନ୍ୟାନ୍ୟ କାହାକୁ ଜ୍ଞାନ ଦେଇଛନ୍ତି, ବାଇବଲ ଜ୍ଞାନ। ବିଗତ ସପ୍ତାହରେ ଅନିଲ, ସଞ୍ଜୟ ଆହୁରି ମିଶ୍ର ବସିକି ତାଙ୍କର ଦୋକାନରେ ଗୋଟେ ଚର୍ଚ୍ଚା କରିଥିଲେ ତ୍ରିଏକ ପରମେଶ୍ୱରଙ୍କ ବିଷୟ। ଆଉ ମୋତେ ଫୋନ୍ ମଧ୍ୟ କଲେ କେତେଟା ପ୍ରଶ୍ନ ନେଇକି। ପ୍ରଶ୍ନର ଉତ୍ତର କ୍ଲିୟର ହେଇନାହିଁ, ମୁଁ କହିଲି ବସିକରି କ୍ଲିୟର କରିବା ନିଶ୍ଚିତ ଭାବରେ। ସେ ଗୋଟେ ପ୍ରଶ୍ନ କରିଥିଲେ, ଆପଣମାନଙ୍କର ମାଇଣ୍ଡରେ ମିଶା ଆସିବ ନାହିଁ ଯେ ଶେଷ ଦିନରେ ପିତା ପୁତ୍ର ପବିତ୍ର ଆତ୍ମାଙ୍କର 3ଟା ଚେୟାର ଥିବ କି ଗୋଟେ ଚେୟାର ଥିବ? ବୋଲେ ଜ୍ଞାନ ଅଛି ସମସ୍ତଙ୍କୁ, ମାତ୍ର ଆମେ କାହିଁକି ଆମର ଆତ୍ମିକତାକୁ ତଳକୁ ପକାଉଛୁ? ପ୍ରଭୁ କହିଲେ ଜ୍ଞାନ ଥିବା ଲୋକମାନେ ଜ୍ଞାନକୁ ବ୍ୟବହାର କରିବା, ଯେଉଁ ବରଦାନ ଥିବା ଲୋକମାନେ ବରଦାନକୁ ବ୍ୟବହାର କରିବା ଦରକାର, ଯେଉଁମାନଙ୍କୁ ଯେଉଁଟା ପ୍ରଭୁ ଦେଇଛନ୍ତି ତାକୁ ବ୍ୟବହାର କରିବା ଦରକାର। ନହେଲେ କେମିତି ହେବ? ଗୋଟେ ଟଙ୍କା ପାଇଥିବା ବ୍ୟକ୍ତି ପରି ହେବ, ମାଟିରେ ପତି ଥିଲା, ଶେଷରେ ତାକୁ କ'ଣ କଲେ? କ'ଣ କଲେ? ପ୍ରଭୁ କ'ଣ କଲେ? ରେ ମୂର୍ଖ ନିର୍ବୋଧ ଦାସ, ତୋଠାରେ ଯାହା ଅଛି ତାହା ମଧ୍ୟ ତୋଠାରୁ ନିଆଯିବ, ଆଉ ତୋତେ ହାତ ଗୋଡ଼ ବାନ୍ଧିକି କୋଉଠି ପକାଯିବ? କୋଉଠି ପକାଯିବ? ଗୀତ ଗାଇବା ଲୋକ ଯଦି ଗୀତ ଗାଇବ ନାହିଁ, କୋଉଠି ପକାଇବେ ପ୍ରଭୁ? କୋଉଠି ପକାଇବେ କୁହନ୍ତୁ? ବାକ୍ୟ କହିବା ଲୋକ ଯଦି ବାକ୍ୟ କହିବେ ନାହିଁ, କୋଉଠି ପକାଇବେ ପ୍ରଭୁ? ଆରେ ବରଦାନକୁ ବ୍ୟବହାର କରିବା ପାଇଁ ପ୍ରଭୁ ଦେଇଛନ୍ତି। ଯଦି ଆମେ କଲୁ ନାହିଁ ବୋଲି କହିଲେ ହାତ ଗୋଡ଼ ବାନ୍ଧିବେ, ଆଉ କୋଉଠି ପକାଇବେ? ଗତ ରବିବାର ଦିନ କହୁଥିଲି, ଦୁଷ୍ଟମାନଙ୍କୁ ଖସଡ଼ା ଜାଗା ରଖାଯାଇଛି, ଗୋଟେ ଦିନ ସେମାନେ ଖସଡ଼ି କରି କ'ଣ ହେବେ? ପଡ଼ିବେ, ବିନାଶ ହେବାଟା। ବିଲିୟମ ଆଉ ବାଲାକ ବିଷୟରେ ଗଣନା ପୁସ୍ତକରେ ଲେଖା ଅଛି। ବିଲିୟମକୁ ବାଲାକ କହୁଛି କ'ଣ ବୋଲିକିରି, ଏ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ତୁ ଯାଇକିରି ମିଥ୍ୟାରେ ମଧ୍ୟ ଭବିଷ୍ୟତବାଣୀ କରିବୁ, ତାଙ୍କୁ ଅଭିଶାପ ଦେବୁ। ତାର 4ଟା ଭବିଷ୍ୟତ ବାଣୀ କରିବା ପାଇଁ ତାକୁ ସୁଯୋଗ ମିଳିଲା। ମାତ୍ର ବିଲିୟମ ପ୍ରଭୁ ଯାହା କହିଲେ ସେଟା କହିଲେ, ରାଗିଗଲା ବାଲାକ। ଦେଖନ୍ତୁ ବିଲିୟମ ବିଷୟରେ ଗୋଟେ ବାକ୍ୟ ପଢ଼ନ୍ତୁ, ଗଣନା ପୁସ୍ତକ ତାର 23 ଅଧ୍ୟାୟ 10 ପଦ ଟିକେ ବାହାର କରୁଛି। ଏଠି କହୁଛି ଯାକୋବର ଧୂଳିକୁ କିଏ ଗଣିପାରେ, ଆଉ ଇସ୍ରାଏଲର ଚତୁର୍ଥାଂଶ ପୁରୁଷ, ଇସ୍ରାଏଲର ଚତୁର୍ଥାଂଶ ସଂଖ୍ୟାକୁ କିଏ ଗଣିପାରେ? ଧାର୍ମିକର ମରଣ ମୁଁ ମରେ, ମୋର ଶେଷ ଦଶା ତାହାର। ବାଲାକିଟିକୁ ବିଲିୟମ କହୁଛି କ'ଣ ବୋଲିକି, ପ୍ରଭୁଙ୍କର ଯେଉଁ ଉପଦେଶ କହିବା କଥା ତାକୁ କହିଲା ପରେ ସେ ଶୁଣିଲା ନାହିଁ, ସେଥିପାଇଁ ତାକୁ ପ୍ରଭୁଙ୍କର ଗୋଟେ ବାଣୀ ଆଇଲା। କାହାକୁ? ବିଲିୟମକୁ ଆଇଲା। କ'ଣ ବୋଲିକିରି କ'ଣ ଲେଖୁଛି? ଯାକୋବର ଧୂଳିକୁ କିଏ ଗଣିପାରେ, ଇସ୍ରାଏଲର ଚତୁର୍ଥାଂଶକୁ କିଏ ସଂଖ୍ୟାକୁ କିଏ କହିପାରେ?
ମୁଁ ଧାର୍ମିକର ମରଣ ଯେ ପ୍ରକାର ମୁଁ ମରିବି, ଏହି ଶେଷ ଦଶା ମୋର ହେଉ। ସେ କହିଲେ ପ୍ରଭୁ ଗଲେ ରାଜା ତାକୁ କହୁଛି ତୁ ଏମିତି କଥା କହିବାକୁ ପଡିବ। ସେଥିପାଇଁ ସେ এই ବାକ୍ୟ ତା ନିକଟରେ এটা ପ୍ରଥମ ଭବିଷ୍ୟତ ବାଣୀ କରିବା ସମୟରେ, ଭବିଷ୍ୟତ ପ୍ରସ୍ତାବ କରିବା ସମୟରେ ପ୍ରଭୁ ତାକୁ କହୁଛି। ହେଲେ ମୁଁ ଆପଣମାନଙ୍କୁ ଖରାପ ପାଇଥାଏ ଏ ଯାକୋବର ଧୂଳି କଣ? ଇସ୍ରାଏଲର ଚତୁର୍ଥାଂଶ ସଂଖ୍ୟା କେତେ? ଏ ଯାକୋବର ଧୂଳି। ଦେଖନ୍ତୁ ଅବ୍ରାହମକୁ ପ୍ରଭୁ କହିଲେ କଣ କହିଲେ? ପ୍ରଥମ ଥର ଦର୍ଶନରେ ଦେଖାଇ କହିଲେ ଆଦି ପୁସ୍ତକ 13 ଅଧ୍ୟାୟ 16 ପଦ ଲାଗିବ। ଆଦି ପୁସ୍ତକ 13 ଅଧ୍ୟାୟ 16 ପଦ ଅବ୍ରାହମକୁ ପ୍ରଭୁ କହିଲେ, ହଁ, ପୃଥିବୀର ଧୂଳି ପରି ଅବ୍ରାହମକୁ ପ୍ରଭୁ କହୁଛନ୍ତି, ପ୍ରଥମ ଥର କହୁଛନ୍ତି କି ପୃଥିବୀର ଧୂଳି ପରି ଆମେ ତୁମର ବଂଶକୁ କଣ କରିବା? ବୃଦ୍ଧି କରିବା। କେହି ଯେବେ ପୃଥିବୀସ୍ଥ ଗଣି ପାରଇ ତୁମର ବଂଶ କଣ ହେବ? ଗଣନା କରାଯିବ। ଅବ୍ରାହମକୁ ପ୍ରଭୁ କହୁଛନ୍ତି ପୃଥିବୀର ଧୂଳିକୁ ଯଦି ଗଣିବ ତୁମର ବଂଶକୁ ଗଣି ପାରିବ। ସେଥିପାଇଁ ଏ ବାଲାକକୁ ପ୍ରଭୁଙ୍କର ଭବିଷ୍ୟତବାଣୀ ହେଉଛି ଯାକୋବର ଧୂଳିକୁ କିଏ ଗଣି ପାରିବ? এটা ଅବ୍ରାହମକୁ ପ୍ରଭୁ କହୁଛନ୍ତି। ଅବ୍ରାହମକୁ ଦର୍ଶନ ଦେଇ ପ୍ରଭୁ କହୁଛନ୍ତି ଧୂଳିକୁ ଦେଖାଇ। ଆଉ ଅବ୍ରାହମକୁ କହୁଛନ୍ତି 15 ଅଧ୍ୟାୟ 5 ପଦ, 15 ଅଧ୍ୟାୟ 5 ପଦ, ଆଦି ପୁସ୍ତକ 15 ଅଧ୍ୟାୟ 5। ଅନନ୍ତର ସେ परमेश्वर अब्राहम को बाहर को आने कहले तुम्हें आकाश को दृष्टि करो, तुम्हें तारा समूह को गणी पार, तबे गणी गणी कुह आउरी कहले एही प्रकार तुमर वंश हेबो। तातले हां हां देखो तो ये देखो अब्राहम को पूरी तरह से दर्शन देले प्रभु। द्वितीय तरह कहते तुम्हें आकाश बाहर को आनी कहले ए तारा मान को देखो, जदि तुम्हें तारा को गणी पारबो ते तुम्हार वंश से प्रकार तुम्हार वंश तारा परि। प्रथम ने कहले तुम्हार वंश केंती हेबे? धूली परि हेबे। आ द्वितीय कहले तुम्हार वंश कोन हेबे? तारा परि। अब्राहम को दुई थर कहले। आ तृतीय विषय के देखबा 15 तार 22 अध्याय 15 ରୁ 17 पद जाय 22 अध्याय म कहबी धूली को आनी मैं अपन मान सदा प्रभु को दूत आ सदा प्रभु को दूत द्वितीय थर आकाश रो अब्राहम को डाकी कहले आकाश रो अब्राहम को डाकी कहले सदा प्रभु कहउछंती तुम्हे आम्भको आपनार पुत्र आपनार एकमात्र पुत्र देवा को असम्मत नहिल तुमर एही कर्म सकासु तुमे हमर आज्ञा को मानि थिबा सकासे आम्भे अपना नाम रे शपथ करी कहउछु आम्भे तुमको अवश्य आशीर्वाद करिबा। आकाशस्थ तारा गण केति आशीर्वाद करा दिबो? आकाशस्थ तारा गण समुद्रर बाली परि तुमर वंश अतिशय वृद्धि करिबा। प्रभु कहते अब्राहम को प्रथम कहले धूली परि, द्वितीय कहले तारा परि, तृतीय दुईटा मिसाई के कहउछंती कोन करिकरी तुमर वंश से प्रकार हम करब। सेति पय हमें देखु जो जाकोब कइते हमें देखु जो विलियम जाकोब विषय को कहउछंती जाकोबर धूली को के कोरी इस्राएल रो कोन चतुर्थांश को किए कहि पारे केति लोक अछि तार 15 अध्याय 16 पद पढो 15 अध्याय 16 पद तुम वंशर चतुर्थ पुरुष एही देश को कोन हेबे बाहुरी आसीबे जेहेतु हां
देखो तो तुम वंश को हमें यही देश को आनबा को देश को आनबा हमें जो देश तुमको दउछु सही देश को आनिबा काहे कि हमें ए पर्यंत आनी ना हो कारण ई मोरिय लोक मानकर पाप ए पर्यंत समाप्त मो आपण मन को कहबा पई चाहे अब्राहम को प्रभु कहे तुम चतुर्थ पुरुष संख्या को हमें देश को ସେଥିପାଇଁ ଲେଖିଲେ କଣ ଲେଖିଲେ କି ଯାକୋବର ଧୂଳିକୁ କିଏ ଗଣି ପାରେ ଆଉ ଇସ୍ରାଏଲର ଚତୁର୍ଥାଂଶ ପୁରୁଷକୁ କିଏ ସେମାନଙ୍କର ସଂଖ୍ୟା କେତେ କହିବେ ଏ ଚତୁର୍ଥ ପୁରୁଷ କିଏ ଆଉ ଯାକୋବର ଚତୁର୍ଥାଂଶ ଧୂଳି କିଏ ଆମେ ଦେଖୁଛୁ ଅବ୍ରାହମଙ୍କ ପ୍ରଭୁ ଦୁଇ ପ୍ରକାର ଆଶୀର୍ବାଦ କଲେ ଗୋଟେ ଆଶୀର୍ବାଦ କଲେ ଊର୍ଦ୍ଧ୍ୱସ୍ଥ ଆଶୀର୍ବାଦ ଆଉ ଗୋଟେ ଆଶୀର୍ବାଦ କଲେ ଅଧସ୍ଥ ଆଶୀର୍ବାଦ धूली को देखाई कहले तुमर वंश धूली पड़ी हेबे असंख्य हेबे जदि धूली को किए गणुछि तुमर वंश को से गणबो आ आकाश को देखाले तारा मन को देखाई कहले सेटा जदि कि गणि पारे तुमर वंश को से कि हम करबा से गणि पारे ईसा को कहले कोन दर्शन करे देखंतु बार करंतु टिके आदि पुस्तक तार 26 अध्याय 4 पद 26 4 पद ईसा को कोन आमे आकाशर तारा कोन करी तुमर वंश को वृद्धि करी सेमानको एही सब देश देबा आउ तुमर वंश को एही सब देश इसहाक को प्रभु कहउछथि गुटे दर्शन दे कहउछथि आमे तुमर वंश को आकाशस्थ तारा परि करी ए प्रकार असंख्य करबा आउ ए देश ताको अधिकार करबा जाकब को कोन दर्शन देले तार 28 अध्याय 14 पद के करा तुमर वंश पृथ्वीर धूली परि असंख्य है तुम्हें पूर्व और पश्चिम उत्तर और दक्षिण चारिआडे वृद्धि पाइब देखो तो जाकब को ईसाक को प्रभु तारा पूरी आशीर्वाद कले मत जाकब को प्रभु को आशीर्वाद कले धूली सेति पई हम देखु जे गणना पुस्तक रे पढलु जाकबर धूली को किए केते संख्या तार प्रभु कहले अब्राहम को धूली रो संख्या जदि गणवा लोक कहले तुमर वंश सेति अब्राहम को कहले आकाश रो तारा परी तुमर वंश सेति के गणी पारबे मत जाकब को विलियम को प्रभु दर्शन नहीं कहते कि जाकबर धूली को किए करबो आपण मन जानथि विकास मासी प्रचार करथिले सुनले कि नहीं तुमर वंश को हमें महान करबा प्रचार को संध्या समय दिन समय में प्रचार करते तो सुनते तुमर वंश एक प्रकार आशीर्वाद है आ अब्राहम रो वंश कहले जाकब वंश कहले या में इसहाक रो वंश एते नहीं कहले आ की प्रकार से माने आशीर्वाद पाई छथि मेसेज रे देई छथि कि आपण मा सुनले कि नहीं गणा जायति मो आपण मन को कहबा पाई चाहे प्रभु परमेश्वर अब्राहम को आशीर्वाद करी कहले आमे तुमरो चतुर्थ पुरुष को आमे एई देश रे आनिबा मात्र एबे तुमे एई देश रे राज्य करबो ना तुमे में बसती कर आउ हम देखु सेमाने को गला बेल को देखु इस्राएल देश थारु हम देखु सेमाने कोन कले कि मिस्र देश को 70 पुरुष गले ए 70 पुरुष जते बेले गले जाकबर केते पीढ़ी सेटा जाकबर पीढ़ी होचनी केते पीढ़ी हेइथिबे चतुर्थ प्रथम पुरुष अब्राहम द्वितीय पुरुष इसहाक तृतीय पुरुष जाकब चतुर्थ पुरुष को प्रभु कोन करबे पाहुड़ा करी आनिबे एने इति सेति में लिखा है जाकबर धूली को किए गणी पारे इस्राएल चतुर्थांश पुरुष को किए कोन से बात ठीक कोन ना पुस्तक कोन ठीक पाटे के कोन जाकबर धूली के गणी पारे बाबा इस्राएल रो चतुर्थांश रो संख्या के इस्राएल रो चतुर्थांश रो संख्या को किए कहि पारे धार्मिक रो मरण जे प्रकार मोर भी मोर शेष अवस्था मो प्रभु
ମିଥ୍ୟା ମତେ ବାଲାକ ରାଜା କହୁଛି ମିଥ୍ୟା କହିବା ପାଇଁ ମିଥ୍ୟା ଭବିଷ୍ୟତବାଣୀ କରିବା ପାଇଁ ମୋର ମୁଖରୁ ତାହା ତୁମେ ଦେଉନ ମୁଁ ଯେମିତିକି ପ୍ରଭୁ ମିଥ୍ୟା ନ କହି ଧାର୍ମିକର ମରଣ ମରିପାରେ ମୁଁ ଆସନ୍ତା ରବିବାରକୁ ଧାର୍ମିକ ମାନଙ୍କର ମରଣ କେମିତି ଆପଣମାନଙ୍କୁ ମାତ୍ର ଆଜି ଆମେ ଦେଖୁଛୁ ଇସ୍ରାଏଲର ଚତୁର୍ଥାଂଶ ପୁରୁଷର ସଂଖ୍ୟା କେ ଗଣବ କେମିତି ଚତୁର୍ଥାଂଶ ପୁରୁଷ ଯାକୋବ ନିଦ୍ରା ଗଲାବେଳେ ପ୍ରଭୁ କହିଲେ ତୁମର ବଂଶ ଆକାଶ ପୃଥିବୀର ଧୂଳି ପରି ହେବେ ଆଉ ସେମାନଙ୍କର ଯଦି ଧୂଳିକୁ ଯଦି କିଏ ଗଣିବ ତାହା ସଂଖ୍ୟା ଗଣିପାରିବ ତୁମର ତୁମର ପୁରୁଷ ମାନେ ତୁମ ଲୋକମାନେ ତୁମ ବଂଶ ଲୋକମାନେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଦିଗରେ ରାଜ୍ୟ କରିବେ କାହିଁକି ଅବ୍ରାହମକୁ ପ୍ରଭୁ କହିଛନ୍ତି ତୁମର ଚତୁର୍ଥ ପୁରୁଷ ଏଇ ଦେଶକୁ ବାହାରିବେ 15 ଅଧ୍ୟାୟ ତା 16 ପଦ ଆମେ ପଢିଗଲୁ କଣ ତୁମର ଚତୁର୍ଥ ପୁରୁଷ ଅବ୍ରାହମକୁ ପ୍ରଭୁ କହୁଛନ୍ତି ତୁମେ କଣ କର କି ଏଇ ଦେଶ ଯୋଉ ଦେଶ ଦେଖୁଛ ଏଇ ଦେଶ ବାସ କରିବ ତମ୍ବ ମାରିବ ମାତ୍ର ତୁମେ ଏଇ ଦେଶରେ ସ୍ଥାୟୀ ରହିବ ନାହିଁ ତୁମ ଚତୁର୍ଥ ପୁରୁଷ ଏଇ ଦେଶକୁ ଆସି ରାଜ୍ୟ କରିବ ସେମାନଙ୍କର ସଂଖ୍ୟା ଅସଂଖ୍ୟ ହବ ଆଉ ଆମେ ଦେଖୁଛୁ ପ୍ରିୟ ମାନେ ତାଙ୍କ ଚତୁର୍ଥ ପୁରୁଷ ଆମେ ଦେଖୁଛୁ ଯେତେବେଳେ ମିଶ୍ର ଦେଶର ବନ୍ଦିତ୍ୱ ଅବସ୍ଥାରେ ମଶାଙ୍କ ଦ୍ୱାରା ବାଉଳି କରି ଆସିଲେ ଆଉ ସେମାନଙ୍କର ସଂଖ୍ୟା ପୁରୁଷ ସଂଖ୍ୟା କେତେ ଥିଲା ମିଶ୍ର ଦେଶରୁ ବାହାରି କରି ଆଇଲା ବେଳକୁ ଯେତେବେଳେ ସେମାନେ ଯାତ୍ରା ଆରମ୍ଭ କଲେ ସେମାନଙ୍କର ପୁରୁଷ ମାନଙ୍କର ସଂଖ୍ୟା କେତେ ଥିଲା କେତେ କେତେ ଥିଲା 6 ଲକ୍ଷ ପୁରୁଷ ସଂଖ୍ୟା କେତେ ପିଢ଼ି ସେ ଜାଣିଛନ୍ତି ଯୋସେଫଙ୍କର ମୃତ୍ୟୁ ପରେ ସେମାନେ ବାହୁଡ଼ି କରି ଆସିଲେ ତାର ଅର୍ଥ ଚତୁର୍ଥ ପୁରୁଷ ସେଟା ସେଥିପାଇଁ ପ୍ରଭୁ କହିଲେ ଇସ୍ରାଏଲର ଚତୁର୍ଥାଂଶ ସଂଖ୍ୟା ପୁରୁଷ ସଂଖ୍ୟା କିଏ ଗଣିପାରିବ ନାହିଁ ଖାଲି ପୁରୁଷ ସଂଖ୍ୟା 6 ଲକ୍ଷ ବୋଲି କହିଲେ ସ୍ତ୍ରୀ ପୁଅ ଝିଅ ମିଶିଲା ବେଳକୁ କେତେ ଲକ୍ଷ ହେଇପାରେ ତାଙ୍କ ସଂଖ୍ୟା ବହୁତ ହେଇପାରିବ ସେଥିପାଇଁ ପ୍ରଭୁ ସେଇ ସଂଖ୍ୟାକୁ ପ୍ରଭୁ କହିଲେ ତୁମେ କିଣା ଦେଶରେ ରାଜ୍ୟ କରିବ ଆମେ ଦୁଗ୍ଧ ମଧୁ ପ୍ରବାହିତ ଦେଶରେ କୋଉ ଦେଶ ଦୁଗ୍ଧ ମଧୁ ଅବ୍ରାହମ ଯେତେ ପରିତ୍ୟାଗ କଲେ ସେଇ ଦେଶକୁ ଛାଡ଼ି ଗଲା ପରେ ପ୍ରଭୁ ସେଇ ଦେଶକୁ ସଜାଡ଼ିଲେ କାହାକୁ ଦେବା ପାଇଁ ଇସ୍ରାଏଲ ଜନତାକୁ ଦେବା ପାଇଁ ମାତ୍ର ଇସ୍ରାଏଲ ଜନତାର କୌଣସି ଲୋକ ସେଇ ଦେଶରେ ପ୍ରବେଶ କରିପାରିଲେ ନାହିଁ ଯୋଉ 2 ଜଣ ପ୍ରବେଶ କଲେ ନୂର ପୁତ୍ର କାଲେବ ଆଉ ଯୋଶୁଆ 2 ଜଣ ବ୍ୟକ୍ତି ପ୍ରବେଶ କଲେ ମୁଁ ଆପଣମାନଙ୍କୁ ସେଥିପାଇଁ କହିବା ପାଇଁ ଚାହେଁ ସେଥିପାଇଁ ଯାକୋବକୁ ପ୍ରଭୁ କହିଲେ ତୁମ ଧୂଳିର ସଂଖ୍ୟା ଅସଂଖ୍ୟ ହେବେ ଯାକୋବ ତୁମେ ଯୋଉ ଦେଶକୁ ଯାଉଛ ମିଶ୍ର ଦେଶରେ ଯୋସେଫ ତୁମକୁ ଆହ୍ୱାନ କଲା ତୁମ ସନ୍ତାନ ତୁମେ ଯୋଉ ଦେଶକୁ ଯାଉଛ ସେଇ ଦେଶରୁ ବାହାରିଲା ବେଳକୁ ତୁମକୁ ଧୂଳି ପରି ଆଶୀର୍ବାଦ କରୁଛୁ ସେ ସଂଖ୍ୟା କିଏ ଗଣିପାରିବ ତୁମର ବଂଶ ଆସି ରାଜ୍ୟ କରିବ ମାତ୍ର ସେମାନଙ୍କର ସଂଖ୍ୟାକୁ କିଏ ଗଣିପାରିବ ପ୍ରିୟମାନେ ଏ ଧୂଳିର ସଂଖ୍ୟା କେତେ ସଂଖ୍ୟା ଆପଣମାନେ ଜାଣିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ପାପିନୀ ସ୍ତ୍ରୀକୁ ଯୋହାନ ଲିଖିତ ସୁସମାଚାର 8 ଅଧ୍ୟାୟ ଲେଖା ଅଛି 8 ଅଧ୍ୟାୟ ଲେଖା ଅଛି ପାପିନୀ ସ୍ତ୍ରୀକୁ ଲୋକମାନେ ପଥର ମାରିବା ପାଇଁ ଆଣିଲେ ତାଙ୍କ ନିକଟକୁ ନାଇଁ ଆଣିଲେ କି ନାହିଁ ଆଣିଲେ କି ନାହିଁ ପଥର ମାରିବା ପାଇଁ ଆଣିଲେ ସମସ୍ତେ ପାପିନୀ ସ୍ତ୍ରୀକୁ ଯୀଶୁଙ୍କ ସମ୍ମୁଖରେ ଠିଆ କଲେ ଆଉ ଆମେ ଦେଖୁଛୁ ଠିଆ କଲା ପରେ ଲୋକମାନଙ୍କର ହାତରେ ସମସ୍ତଙ୍କର ହାତରେ ପତ୍ର ଥିଲା ଯୀଶୁ ସେଠି ଗୋଟେ କଥା ଲେଖିଲେ କଣ ଲେଖିଲେ ଯୋହାନ ଟିକେ କାଢ଼ନ୍ତୁ ଯୋହାନ 8 ଅଧ୍ୟାୟ से 8 अध्याय तार 8 पदରୁ 7 पदରୁ पढନ୍ତୁ 7 पद मात्र ସେମାନେ ତାହାଙ୍କୁ ପୁନଃ ପଚାରନ୍ତେ ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ ତାର ଏକ ପଦରୁ ଯଦି ଆପଣ ମାନେ ପଢି ଆଇବେ ସେଠି କହୁଛି ପାପିନୀ ସ୍ତ୍ରୀକୁ ଆଣିକିରି ପ୍ରଭୁଙ୍କ ସମ୍ମୁଖରେ ଠିଆ କଲା ବେଳେ ପ୍ରଭୁ ଯୀଶୁଙ୍କୁ ପଚାରୁଛନ୍ତି ପ୍ରଭୁ ଏ ତ ବ୍ୟଭିଚାର କରିଛି ଆକୁ ମୋସାଙ୍କ ବ୍ୟବସ୍ଥା ଲେଖା ଅଛି ଯେଉଁମାନେ ବ୍ୟଭିଚାର ପାପରେ ଲିପ୍ତ ହୁଅନ୍ତି ସେମାନଙ୍କୁ ପଥର ମାରିକିରି ମରାଇବା ତେବେ ଆମେ ଆକୁ କଣ କରିବା ବୋଲି ପ୍ରଭୁ ଯୀଶୁଙ୍କୁ ପଚାରୁଛନ୍ତି ଆଉ ସେ ପଚାରୁ ପୁନର୍ବାର ପଡେ ମାତ୍ର ସେମାନେ ତାହାଙ୍କୁ ପୁନଃ
ପଚାରନ୍ତେ ସେ ମସ୍ତକ ଉତ୍ତୋଳନ କରି ମସ୍ତକକୁ ଉତ୍ତୋଳନ କରି ସେମାନଙ୍କୁ କହିଲେ ତୁମମାନଙ୍କ ମଧ୍ୟରେ ଯେ ନିଷ୍ପାପ ଯେ ତୁମମାନଙ୍କ ମଧ୍ୟରୁ ଯେ ନିଷ୍ପାପ ସେ ପ୍ରଥମେ ତାହାକୁ ପଥର ଫୋପାଡୁ। ପ୍ରଥମେ ତାକୁ କଣ କରୁ? ପଥର ପକାଉ। ହଁ, ପୁନର୍ବାର ସେ ଅଧମୁଖ ହୋଇ ଭୂମିରେ ଲେଖିବା ଆଉ ଦେଖନ୍ତୁ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଥମରେ ମୁଖ ବୋଲେ ମୁଣ୍ଡକୁ ଉଠାଇଲେ, ଉତ୍ତୋଳନ କଲେ ମସ୍ତକ, ଆଉ ସେମାନଙ୍କୁ ଦେଖିକରି କହିଲେ ହେ ନିଷ୍ପାପୀ, ସେ ପ୍ରଥମରେ ପଥର। ଦ୍ୱିତୀୟ ଥର ସେ କଣ କରୁଛନ୍ତି? ସେ ଅଧମୁଖ ହଉଛନ୍ତି ଆଉ ଲେଖୁଛନ୍ତି। କଣ କହୁଛନ୍ତି? ପୁନର୍ବାର ସେ ଅଧମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ। ତାହା ଶୁଣି ସେମାନେ ବଡ଼ ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରି ଯିବାକୁ ଲାଗିଲେ। ଦେଖନ୍ତୁ ସେ କଣ ଲେଖିଥିବେ ଧୂଳିରେ, ଯେ ଜଣେ ଜଣେ ପଥର ଛାଡ଼ି ପଡେ। ଜିରେମିୟା ପୁସ୍ତକ 17 ଅଧ୍ୟାୟ 13 ପଦ। ଇସ୍ରାଏଲର ପ୍ରତ୍ୟାଶା ଭୂମି। ଦେଖନ୍ତୁ, ହେ ଇସ୍ରାଏଲର ପ୍ରତ୍ୟାଶା ଭୂମି, ସଦାପ୍ରଭୁ ଯେଉଁମାନେ ତୁମକୁ ପରିତ୍ୟାଗ କରନ୍ତି ସମସ୍ତେ ଲଜ୍ଜିତ ହେବେ। ସେମାନେ ସମସ୍ତେ କଣ ହେବେ? ଲଜ୍ଜିତ ହେବେ। ଯେଉଁମାନେ ମୋ ନିକଟରୁ ପ୍ରସ୍ଥାନ କରନ୍ତି ଯେଉଁମାନେ ପ୍ରଭୁଙ୍କ ନିକଟରୁ ପ୍ରସ୍ଥାନ କରନ୍ତି ସେମାନଙ୍କର ନାମ ଧୂଳିରେ ଲିଖିତ ହେବ। ଧୂଳିରେ କଣ ହେବ? ଲେଖାଯିବ। ପ୍ରଭୁଙ୍କ ଠାରୁ ବିମୁଖ ହେବା ଲୋକମାନେ, ପ୍ରଭୁଙ୍କ ଠାରୁ ଅଲଗା ହେବା ଲୋକମାନଙ୍କ ନାମ କାହିଁକି ଲେଖାଯିବ? ଏ ଲୋକମାନେ ନିଜ ପାପକୁ ଲୁଚାଇ କରି ଅନ୍ୟ ପାପକୁ ଦେଖି ଟେକା ମାରବା ପାଇଁ, ପଥର ମାରବା ପାଇଁ ଲୋକମାନଙ୍କୁ ତାଙ୍କ ନାମ କୋଉଠି ଲେଖା ହେଇଗଲା? ଯେତେ ଲୋକ ଆସିଥିଲେ, ପ୍ରଭୁ ଯେତେବେଳେ ଗୋଟେ ଅକ୍ଷର ଲେଖିଲେ, ସେମାନେ ନିଜେ ନିଜେ ପଢିଥିବେ ସେଟା ମୋର ନାମ ବୋଲି ପଢନ୍ତି। ଆପଣମାନଙ୍କୁ ଗୋଟେ କଥା କହିବା ପାଇଁ ଯାକବର ଧୂଳିକୁ କିଏ ଗଣିପାରେ? ଯାକବକୁ ପ୍ରଭୁ ଅସଂଖ୍ୟ କଲେ, ମିଶର ଦେଶରେ ଯାଇକି ମଧ୍ୟ ଅସଂଖ୍ୟ କଲେ। ଯେଉଁ ଦେଶକୁ ଗଲେ ସେମାନେ ଅସଂଖ୍ୟ ପୁରୁଷ ହେଲେ, ଅସଂଖ୍ୟ ଲୋକ ହେଇଗଲେ। ମାତ୍ର ଦେଖୁଛୁ ପ୍ରିୟମାନେ, ଏ ଧୂଳିର ବଂଶକୁ ପ୍ରଭୁ କେବେ ମଧ୍ୟ ଉନ୍ନତ କଲେ। ସମସ୍ତେ ଆମେ ଦେଖୁଛୁ ଜର୍ଦ୍ଦନ ନଦୀ ପାର ହେବା ପୂର୍ବରୁ ଅନେକ ଲୋକ ଅନେକ ମହାମାରୀ ଦ୍ୱାରା, ଅନେକ କଷ୍ଟ ଦ୍ୱାରା, ରୋଗ ଦ୍ୱାରା ସମସ୍ତେ ମୃତ୍ୟୁବରଣ କଲେ। ମାତ୍ର ପ୍ରଭୁ ପ୍ରତିଜ୍ଞା କଲେ ଇସ୍ରାଏଲର ଚତୁର୍ଥାଂଶକୁ ଅବ୍ରାହମକୁ କହିଲେ ତୁମ ଚତୁର୍ଥ ପୁରୁଷ ଏହି ଦେଶରେ ରାଜ୍ୟ କରିବ। ଆଉ ଆମେ ଦେଖୁଛୁ ସେମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିକରି କଣ କଲେ? ଇସ୍ରାଏଲ କିଣାଣ ଦେଶ ଦୁଗ୍ଧବତୀ ପ୍ରବାସ ଦେଶରେ ପ୍ରବେଶ କଲେ। ମାତ୍ର ମୁଁ ଆପଣମାନଙ୍କୁ ଗୋଟେ କଥା କହିବା ପାଇଁ ଚାହେଁ, ଯଦି ଯେ ଧୂଳିର ବଂଶ ଲୋକ ପ୍ରଭୁ ଧୂଳିରେ ଲେଖିବେ, ସେ ଆକାଶର ତାରାର ବଂଶ ଲୋକମାନେ ତାଙ୍କୁ ପ୍ରଭୁ ଉର୍ଦ୍ଧ୍ୱକୁ ଉଠାଇବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ଅବ୍ରାହମକୁ ପ୍ରଥମରେ ପ୍ରଭୁ କହିଲେ ଆମେ ତୁମର ବଂଶକୁ ଆକାଶର ତାରା ପରି କରିବା। ଯେ ଆକାଶର ତାରାକୁ ଗଣିଛି, ଆମେ ତାହାର ତୁମର ବଂଶକୁ ସେ ଗଣି ପାରିବ। ଇସାକକୁ ପ୍ରଭୁ କହିଲେ ଗୋଟେ ଆଶୀର୍ବାଦ କଲେ ତୁମର ବଂଶକୁ ଆମେ କଣ କରିବା? ଆକାଶର ତାରା ପରି। ପ୍ରିୟମାନେ, କିଏ ତାରା ଅଛି? ଯେଉଁ ତାରା ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କହୁଛନ୍ତି, ସେ ଆପଣ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ। ପ୍ରକାଶିତ ବାକ୍ୟ 1 ଅଧ୍ୟାୟ 16 ପଦ ଲେଖା ଅଛି। ପ୍ରକାଶିତ ବାକ୍ୟ 1 ଅଧ୍ୟାୟ 16 ପଦ ଲେଖା ଅଛି। କଣ ଲେଖା ଅଛି? ସେ ଆପଣ ଦକ୍ଷିଣ ହସ୍ତରେ କଣ କରୁଛନ୍ତି? ସପ୍ତ ନକ୍ଷତ୍ର ଧାରଣ କରିଅଛନ୍ତି। ତାହାଙ୍କ ମୁଖରୁ ତୀକ୍ଷ୍ଣ ଧାର ଖଡଗ ନିର୍ଗତ ହଉଅଛି। ମୁଁ ଆପଣମାନଙ୍କୁ କହିବା ପାଇଁ ଯେଉଁ ଲୋକମାନେ ତାଙ୍କ ହସ୍ତରେ ଯିବେ, ଅବ୍ରାହମକୁ ପ୍ରଭୁ ଯୋଉ ଆଶୀର୍ବାଦ କରିଛନ୍ତି, ଆକାଶର ତାରା ପରି ସେଇ ତାରା ପ୍ରଭୁଙ୍କ ହସ୍ତରେ ଥିବା ଲୋକମାନେ ତାରା ପରି ଦେବେ। ମାତ୍ର ସେଇ ହସ୍ତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲେଖୁଛନ୍ତି, ଯେତେବେଳେ ସେ ମୃତ୍ୟୁବରଣ କରିବା ପୂର୍ବରୁ ଗୋଟେ ପାପିନୀ ସ୍ତ୍ରୀକୁ ଦେଖିକି ଲେଖୁଛନ୍ତି, ଯଦି କିଏ ନିଷ୍ପାପୀ ସେ ପ୍ରଥମରେ ତାକୁ କଣ କରୁ? ପଥର ଆଉ ଧୂଳିରେ ତାଙ୍କ ନାମ ଲେଖିବେ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଧୂଳିରେ ଏମିତି କୋଉ ନାମ କଣ ଲେଖିଥିବେ ଯେ ସମସ୍ତେ ପଥର ଛାଡ଼ି
स्त्री लोग को पापी लोग को मारले नहीं पड़ा कौन लिखित सेठी में लिखले कौन में लिखले कि हमें देखो तो जिरमिया पुस्तक रे हे इस्राएल रो प्रत्याशा भूमि सदा प्रभु जो माने तुमको ठार कोन होती तुमको परित्याग करती से माने समस्त लज्जित हेबे जो माने तुम प्रभु को निकटରୁ प्रस्थान करबे से माने को नाम पुणीरे लिखित हबो आउ देखुछु ए पापिनी स्त्री को जते बेले प्रभु यीशु को सम्मुख रे आनला बेले ए वाक्य सफल होला जिरमिया को वाक्य जो मन ताको कोन कोले बोले कहछि हे इस्राएल रो प्रत्याशा भूमि सदा प्रभु जो माने तुमको कोन करंती परित्याग करंती से माने लज्जित हेबे से लोक माने पापी लोक माने लज्जित से माने निजो को निजे प्रभु जते बेले धूली से माने नाम लिखि देले लज्जित हेले पत्थर को छाड़ी के पड़ाए वो अपन बात को कहबा पाई जाए आज हमर नाम धूली लेखा जीवन कि जीवन पुस्तक रे लेखा जो माने को नाम जीवन पुस्तक रे लेखा जो माने प्रभु को हस्त रे अछंती कोन हे अछंती तारा जेति प्रकाश रे बाइबल से अपन दक्षिण हस्त रे सप्त नक्षत्र धारण करी अछंती आ ताकर मुखरू कोन तेति खड़ग बाची तीथार तीक्ष्ण खड़ग निर्गत होछि कोन पे निर्गत होछि ये धूली रे जो मान को नाम लिखा है प्रभु से मान को संगार करो सेतपा बाइबल रे लिखा होछि धूली रेखा नाम जिरमिया पुस्तक तार 23 अध्याय 19 20 पद लिखा होछि जिरमिया पुस्तक तार 19 अध्याय 23 और 24 पद लिखा और 23 अध्याय 19 और 20 पद देखो सदा प्रभुंकर तूफान ताहांकर प्रचंड क्रोध ओ घुर्णायमान तूफान बाहर होई आसुछि दुष्ट मानक मस्त करे कार मस्त करे ताहा बंतिब दुष्ट मानक बुद्धि आ प्रभु दुष्ट मानक केबे छाड़बे नै हे पर मु दुष्ट होई पारे होई पारे मु पौजे दुष्ट होई पारंती होई पारे के मते दुष्ट होई पारे आपण को कहबा पई चाहे दुष्ट मानक मस्तक रे सदा प्रभु को प्रचंड क्रोध बंतिब आ से मस्तक रे जते बाजिबो दुष्ट केबे उठिबो नै से विनाश होई जो सेट में प्रभु लिखुचंती कोन लिखुचंती कि आमे देखुछु बिलियम को प्रभु दर्शन दे कहउचंती आ से दर्शन पाइबा समय बिलियम सबकी कोन बोली जाखुबर धुली खुखे गणी पार ए धुली रे दिवा जाकुब वंशीय लोक माने के उद्धार पाइले नै जाकुबर लोक माने के धुली सहित समाप्त होई गले मात्र प्रभु का उन्नत करे अब्राहम को दर्शन देतिबा से तारा मन को प्रभु ए तारा मते केते पर्यंत बलवान हिवे केते पर्यंत हम देखुछु हमर विश्वास तारा परि हेले मत गोटे दिन जदि हमर दुर्बल विश्वास हिथिबो ताकु टाणी करी शैतान पाद तळे दलित करबो देखो देखो देखिए 8 अध्याय दानिएल पुस्तक 8 अध्याय गोटे मिनिट वाक्य लिखा अछि पुणी से तार शक्ति एक प्रकार वृद्धि पाइला आ तारा गणर अनेक को पाद तले दलित कला लिखा अछि हाँ तार 10 पद 8 अध्याय 10 पद तारा 9 पद पड़े 9 पद पड़े हाँ पुणी मध्यरु हाँ ओई हाँ वृद्धि पाइला
ତାହା ଆକାଶ ମଣ୍ଡଳର ବାହିନୀ ପର୍ଯ୍ୟନ୍ତ ହିଁ ତାହାର ଶକ୍ତି ବୃଦ୍ଧି ପାଇଲା ଆଉ ସେଇ ବାହିନୀ ଆଉ ତାରାଗଣର କେତେକଙ୍କୁ ଭୂମିରେ ପକାଇ ପାଦ ତଳେ ଦେଖନ୍ତୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଏ ଶୈତାନ ବିଷୟରେ ଲେଖା ଅଛି ଘନଖ୍ରୀଷ୍ଟ ବିଷୟରେ ଲେଖା ଅଛି ଆଉ ଏ ଘନଖ୍ରୀଷ୍ଟ କଣ କଲା ଏ ଆକାଶର ତାରା ପର୍ଯ୍ୟନ୍ତ ଗଲା ଲୋକମାନଙ୍କୁ ମଧ୍ୟ କେତେକଙ୍କୁ ଟାଣିକରି ଆଣିକିରି କଣ କଲା ପାଦ ତଳେ ଦଳିତ କଲା ତାର ଅର୍ଥ କଣ আমার বিশ্বাস যদি বড় বিশ্বাস ଆମ ଉପରକୁ ଉଠିଥିଲେ ମଧ୍ୟ ଯଦି କେତେବେଳେ ଛୋଟ ଗୋଟେ ପାପ କଲେ ତାକୁ ଆଣିକିରି ଶୈତାନ କଣ କରିବ ପାଦ ତଳେ ଦଳିତ ନିଶ୍ଚିତ କରିବ ତେଣୁକରି ପ୍ରଭୁଙ୍କ ବାକ୍ୟ ଯେ ପ୍ରକାର ଲେଖା ହେଇଛି ଆମେ ପ୍ରଭୁଙ୍କ ଠାରୁ ଦୂରେଇ ଯିବା ଯେତେ ଆମେ ଚିରିବିଆ ପୁସ୍ତକରେ ପଢିଲୁ ଇସ୍ରାଏଲର ପ୍ରତ୍ୟାଶା ଭୂମି ସଦା ପ୍ରଭୁ ଯେଉଁମାନେ ତୁମକୁ ତ୍ୟାଗ କରି ତୁମକୁ କଣ କରନ୍ତି ପାଶରି କରି ତୁମକୁ ଛାଡ଼ି କରି ତୁମକୁ ତୁମ ଠାରୁ ବିମୁଖ ହୋଇ ଚାଲି ଯାଆନ୍ତି ସେମାନେ ଲଜ୍ଜିତ ହେବେ ଆଉ ସେମାନଙ୍କ ନାମ ଯେଉଁମାନେ ତୁମକୁ ତ୍ୟାଗକୁ ସେମାନଙ୍କ ନାମ ଧୂଳିରେ ଲିଖିତ ହୋଇଯିବ ଅର୍ଥାତ୍ ସେମାନେ ଉପରକୁ ଉଠିଥିଲେ ମଧ୍ୟ ଯଦି ପରମେଶ୍ୱରଙ୍କୁ ଯଦି ଅବିଶ୍ୱାସ କରିଦେଲେ ସେମାନଙ୍କ ନାମ ଧୂଳିରେ ଲେଖା ହେବ ଆଉ ଶୈତାନ ସେମାନଙ୍କୁ ପାଦ ତଳେ ଦଳିତ କରିବ ସେଥିପାଇଁ ଯାକୋବକୁ କହିଲେ ତୁମ ସଂଖ୍ୟା ଏତେ ସଂଖ୍ୟା ହେବେ ନରକର ସଂଖ୍ୟା ମଧ୍ୟ ଏକ ପ୍ରକାର ସଂଖ୍ୟା ହେବ ତୁମ ସଂଖ୍ୟାକୁ କି ଗଣି ପାରିବେ ନାହିଁ ସେଥିପାଇଁ ଆମେ ଦେଖୁଛୁ ବିଲିୟମକୁ ପ୍ରଭୁ କହୁଛନ୍ତି ବିଲିୟମ ନିଜ ମୁଖରେ ଭବିଷ୍ୟତବାଣୀ କରି କହୁଛନ୍ତି କି ଯାକୋବର ଧୂଳିକୁ କିଏ ଗଣି ପାରେ ଇସ୍ରାଏଲର ଚତୁର୍ଥାଂଶ ପୁରୁଷକୁ କିଏ ସଂଖ୍ୟା କିଏ କହିପାରିବ କିଏ କହିପାରିବ ନାହିଁ ବାଇବଲରେ ମଧ୍ୟ ତାହା ମୁକ୍ତ ହେଇଗଲା କେବଳ ପୁରୁଷ ସଂଖ୍ୟା 6 ଲକ୍ଷ ତାଙ୍କ ଚତୁର୍ଥ ପୁରୁଷ ସଂଖ୍ୟା 6 ଲକ୍ଷ ମାତ୍ର ସ୍ତ୍ରୀ ଆଉ ପିଲାମାନଙ୍କ ସଂଖ୍ୟା ଗଣନା କରାଗଲା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରିୟମାନେ ଏବେ ଆମେ ନିଜକୁ ପରୀକ୍ଷା କରିବା ନିଜକୁ ଦେଖିବା ଯେ ଆମେ ଧୂଳି ବଂଶ ଲୋକ ନା ଆକାଶର ତାରାର ବଂଶ ଲୋକ ଅବ୍ରାହମକୁ ଦୁଇଟା ଆଶୀର୍ବାଦ କଲେ ସମୁଦ୍ରର ବାଲି ପରି ତୁମର ସଂଖ୍ୟା ହେବେ ଆଉ ଆକାଶର ତାରା ପରି ଦୁଇଟା ଆଶୀର୍ବାଦ କଲେ ଇସାକକୁ ଗୋଟେ ଆଶୀର୍ବାଦ କଲେ କି ତୁମର ବଂଶ ଆକାଶର ତାରା ପରି ହେବ ଯାକୋବକୁ ଗୋଟେ ଆଶୀର୍ବାଦ କଲେ ତୁମର ବଂଶ ଧୂଳି ପରି ହେଇଯିବେ ତାର ଅର୍ଥ ଏଇ ଆମେ ଦେଖୁଛୁ ଏଇ ଇସ୍ରାଏଲ ବଂଶ ମଧ୍ୟ ବିଶ୍ୱାସର ଉତ୍ତାନ ପଥର ସେମାନଙ୍କ ମଧ୍ୟରେ ରହିଛି ପ୍ରଭୁ କେତେବେଳେ ଦେଖୁଛନ୍ତି ଇସ୍ରାଏଲ ଲୋକମାନେ ଖାଲି ଆକାଶର ତାରା ପରି ହେବେ ସେ ଦେଖିଲେ ଆଉ କେତେବେଳେ ଦେଖୁଛନ୍ତି ଏଇ ଆମେ ଧୂଳି ପରି ପୃଥିବୀର ଧୂଳି ପରି ଯେଉଁମାନେ ଆଜି ଆପଣଙ୍କ ଜୀବନକୁ ମୋର ଜୀବନକୁ ପ୍ରଭୁ ଦେଖୁଛନ୍ତି ଆମେ କୋଉ ବଂଶରେ ଅଛୁ ଆକାଶର ତାରା ମେଳରେ ଅଛୁ ନା ପୃଥିବୀର ଧୂଳିର ମେଳରେ ଅଛୁ ଯଦି ଧୂଳିରେ ଅଛୁ ଆମେ ଗୋଟେ ଦିନ ବିନାଶ ହେଇଯିବ କେତେ ବିନାଶ ହେବ ପ୍ରଭୁ କହିଲେ 14 ପଦ 3 ଅଧ୍ୟାୟ 14 ପଦ ଆଦି ପୁସ୍ତକ 3 ଅଧ୍ୟାୟ 14 ପଦ ଆଦି ପୁସ୍ତକ 3 ଅଧ୍ୟାୟ 14 ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ କରିବା ହେତୁରୁ ତୁମେ ସମସ୍ତ ଗ୍ରାମ୍ୟ ବନ୍ୟ ପଶୁ ଠାରୁ ଅଧିକ ଶାପଗ୍ରସ୍ତ ହେଲ ତୁମେ ଆପଣ ପେଟ ଦେଇ ଗମନ କରିବ ଓ ଯାବଜୀବନ ଧୂଳି ଖାଇବ ଯାବଜୀବନ କ'ଣ ଖାଇବ ଯଦି ଆମେ ଧୂଳିର ବଂଶ ଲୋକ ହେଇଗଲେ ପ୍ରଭୁ ବା ଶୈତାନ ଆମକୁ ଆହାର କରିବ ଯଦି ଆମେ ତାରା ବଂଶ ଲଗାଇବା ଯେମିତି ପ୍ରକାଶିତ ବାକ୍ୟ 1:16 ପଦ ଲେଖା ଅଛି ଯୀଶୁଙ୍କ ହସ୍ତରେ ଯଦି ଚାଲିଯିବା ସେଠି ଲେଖା ଅଛି ସେ ଆପଣ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଅଛନ୍ତି ଆଉ ସେ ସପ୍ତ ନକ୍ଷତ୍ର କିଏ ତାର 20 ପଦ ଟିକେ ପଢିବା 20 1 ଅଧ୍ୟାୟ 20 ଆମର ଦକ୍ଷିଣ ହସ୍ତରେ ଦେଖିଲ ସେଥିର ସପ୍ତ ସୁବର୍ଣ୍ଣ ପ୍ରଦୀପର ନିଗୁଣ ତତ୍ତ୍ୱ ଏହି সেই সপ্ত নক্ষত্র সপ্ত মণ্ডলীর দূতক এ মণ্ডলীর দূত হেবার আছে মণ্ডলীর দূত কেমতি হেবে এবে যেমতি কହୁଥିଲେ ଆମର ହାରଣ କହୁଥିଲେ ଆସିକରି ଆମେ ନିଜକୁ ସାକ୍ଷୀ ହେବା ପାଇଁ ପଡ଼ିବ ପ୍ରଭୁଙ୍କ ନିମନ୍ତେ ଠିଆ ହେବା ପାଇଁ ପଡ଼ିବ ଲୋକମାନଙ୍କ ନିମନ୍ତେ ପ୍ରଭୁ କ'ଣ ଦେଇନାହାନ୍ତି ଆପଣମାନଙ୍କୁ ବରଦାନରେ ପରିପୂର୍ଣ୍ଣ କରିଛି ଗୀତ ଗାଇବା ବରଦାନ ଦେଇଛନ୍ତି ବାକ୍ୟ କହିବା ବରଦାନ ଦେଇଛନ୍ତି ଲୋକଙ୍କ ସାକ୍ଷ୍ୟ ହେବା ବରଦାନ ଦେଇଛନ୍ତି କ'ଣ ବରଦାନ ଦେଇନାହାନ୍ତି ପ୍ରାର୍ଥନା କରିବା ଆପଣମାନେ ପ୍ରାର୍ଥନା କଲେ ଲୋକ ସୁସ୍ଥ ହେବା ବରଦାନ ଦେଇଛନ୍ତି ଆପଣମାନଙ୍କର ପ୍ରାର୍ଥନା ଦ୍ୱାରା ଲୋକମାନଙ୍କର ଭବିଷ୍ୟତ ଜୀବନକୁ ପ୍ରକାଶ କରିବା ପାଇଁ ପ୍ରଭୁ ଶକ୍ତି ଦେଇଛନ୍ତି
ଏହି ଏ ପୁକାଳିରେ ମଧ୍ୟ ତାର ନିଗୁଡ ତତ୍ତ୍ୱ ଲୋକମାନେ ରହିଛନ୍ତି। ଅନେକ ଲୋକ ପ୍ରଭୁଙ୍କ ସାକ୍ଷୀ ହେବା ଲୋକ। ଆଉ ପ୍ରଭୁ ଆପଣଙ୍କ ମତେ ସେ ଅବ୍ରାହମର ଦର୍ଶନ ଅନୁସାରେ ତାରା ବନାଇଛନ୍ତି, ଷ୍ଟାର ବନାଇଛନ୍ତି। ଏ ତାରା ମାନେ କେତେ ଆମେ ଦେଖୁଛୁ ଦାନିଏଲ ପୁସ୍ତକ 3 ଅଧ୍ୟାୟ ତାର 1 ପଦ ପଢିବା। 12 ଅଧ୍ୟାୟ 3 ପଦ, ସରି 12 ଅଧ୍ୟାୟ 3 ପଦ, ସରି ଦାନିଏଲ ପୁସ୍ତକ 12 ଅଧ୍ୟାୟ 3 ପଦ କଣ ବୋଲି କହୁଛି? ଆଉ ଯେଉଁମାନେ ଜ୍ଞାନବାନ, ଦେଖନ୍ତୁ ଲେଖା ଅଛି ଯେଉଁମାନେ ଜ୍ଞାନବାନ ଆକାଶର ଦୀପ୍ତିର ତୁଲ୍ୟ ହେବେ, ଅନେକଙ୍କୁ ଧର୍ମ ପ୍ରତି ଫେରାଇ ଆଣନ୍ତି, ସେମାନେ ତାରା ଗଣର ତୁଲ୍ୟ ଅନନ୍ତ ଗୋଟେ ଦିନ ନୁହେଁ ଅନନ୍ତ କାଳ ପର୍ଯ୍ୟନ୍ତ କଣ ରହିବେ? ତେଜସ୍ୱୀ। ତେବେ ଆମେ କେତେ ହେବା ଦରକାର? ତାରା ପରି ହେବା, ଅନନ୍ତ କାଳ ତେଜସ୍ୱୀ ରହିବେ। ସବୁଦିନ ବିଶ୍ୱାସରେ ଅଟଳ, ସବୁଦିନ ପ୍ରାର୍ଥନାରେ, ସବୁଦିନ ଆମେ ବାକ୍ୟରେ, ସବୁଦିନ ଉପବାସ, ସବୁ ସମୟରେ ଆମ ଜୀବନକୁ ବିଶ୍ୱାସରେ ଧାର୍ମିକତା ରୂପ ଧାର୍ମିକତାରେ ଆମମାନଙ୍କୁ କଣ କରିବା ଦରକାର? ପୂର୍ଣ୍ଣ ହିଁ ରହିବା ଦରକାର, ଧାର୍ମିକତା ହିଁ ରହିବା ଦରକାର, ପବିତ୍ର ହିଁ ରହିବା ଦରକାର। ଦେଖାଛି ଯେଉଁମାନେ ଜ୍ଞାନବାନ ସେମାନେ ଆକାଶର ଦୀପ୍ତି ପରି ହେବେ, ଆଉ ଯେଉଁମାନେ ଅନେକଙ୍କୁ ଧର୍ମ ପଥରେ ଫେରାଇ ଆଣନ୍ତୁ। ପରିତ୍ରାଣ ଅର୍ଥାତ୍ ଆମେ ଦେଖୁଛୁ ଜଣେ ଜଣଙ୍କ ସାଙ୍ଗେ ଏବେ ଆରଣ ଭାଇଙ୍କ ସାଙ୍ଗେ ଅନେକ ଚିରେ ଉଦ୍ଧାର ପାଇଲେ, ପରିବାର ଏବେ 8 ଲୋକ ପ୍ରାର୍ଥନା କରୁଛନ୍ତି। ସେ ଲୋକମାନେ କେତେ ଲୋକ ହେବେ? ସେ ଲୋକମାନେ ଆକାଶର ତାରା ପରି ହେବେ। ମୁଁ ଆପଣମାନଙ୍କୁ କହିବି ଆକାଶର ତାରା ପରି ଯଦି ଆମେ ହେଇଛୁ, ଆମର ବିଶ୍ୱାସ ତଳକୁ ଖସିବାକୁ ହେବ ନାହିଁ। ଯଦି ବିଶ୍ୱାସ ତଳେ ଖସିଗଲେ ସେ ଅନେକ ବାହିନୀ ଠାରୁ 8 ଅଧ୍ୟାୟ ଦାନିଏଲ ପୁସ୍ତକ 8 ଅଧ୍ୟାୟ 10 ପଢୁ, ବାହିନୀ ଗଣ ମଧ୍ୟ ପର୍ଯ୍ୟନ୍ତ ତାହାର ଶକ୍ତି ବୃଦ୍ଧି ପାଇଲା, ଆଉ ତାରାଗଣ ମାନଙ୍କ ମଧ୍ୟରୁ ଅନେକଙ୍କୁ ଟାଣି ଆଣି ପାଦ ତଳେ କଣ କଲା? ଯଦି ଆମର ବିଶ୍ୱାସ ହେଇଯିବ, ଆମର ବିଶ୍ୱାସ ଯଦି ପୂର୍ଣ୍ଣ ନଥିବ, ଯଦି ଦୁର୍ବଳ ହେଇଯିବା, ସେଥିରୁ ମଧ୍ୟ ଟାଣି ଆଣିକି ପାଦ ତଳେ ଦଳିତ କରିବା ଶକ୍ତି ଶୈତାନକୁ ପ୍ରଭୁ ଦେଇଛନ୍ତି। ଆଉ କଣ କରିବା? ଆମେ ପାଦ ତଳେ କାହିଁକି ଶୈତାନ ଦଳିତ କରିବ? କାରଣ ଆମେ ମାଟି ବା ଧୂଳିରେ ତିଆରି ମନୁଷ୍ୟକୁ ପାଦରେ ତୋଳିଲା ବେଳକୁ ଧୂଳି ହେଇଯିବା ଆମେ, ଆଉ ସେ ଧୂଳିକୁ ଆମେ ଦେଖିଲୁ 3 ଅଧ୍ୟାୟ ଆଦି ପୁସ୍ତକ 3 ଅଧ୍ୟାୟ 14 ପଦରେ କଣ କହିଲା? ଆଉ ସର୍ପ ଧୂଳିକୁ ଖାଇବ ବୋଲି ଲେଖା ଅଛି। ସେଟା ହଉଛି ପ୍ରଭୁଙ୍କ ବାକ୍ୟ। ଦେଖ ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ କଣ ନ ହୁଏ? ବିନଷ୍ଟ ନ ହୋଇ ଅନନ୍ତ ଜୀବନର ଭାଗୀ, ଅନନ୍ତ ଜୀବନ, ଅନନ୍ତ ପର୍ଯ୍ୟନ୍ତ, ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହିଁ ରହିବେ। କେଉଁ ଲୋକମାନେ ରହିବେ? ଯେଉଁ ଲୋକମାନେ ଆକାଶର ତାରା ପରି ରହିବେ। ସେଥିପାଇଁ ଆମମାନଙ୍କୁ ଅନେକଙ୍କୁ ଜ୍ଞାନ ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି, ସମସ୍ତରେ ନିପୁଣ କରିଛନ୍ତି। ଆମର ବରଦାନକୁ ଆମେ ବ୍ୟବହାର କରିବା। ଯଦି ଆମେ ବରଦାନକୁ ବ୍ୟବହାର କରିବା ନାହିଁ, ଆମେ ବରଦାନକୁ ମିସୟୁଜ କରିବା ଓ ଦୁର୍ବ୍ୟବହାର କରିବା, ବରଦାନକୁ ବୋଲିକି ଦୁର୍ବ୍ୟବହାର ଯଦି କରିବା ପ୍ରିୟମାନେ, ଆମେ ବିନାଶ ହେଇଯିବା। ସେଥିପାଇଁ ଯାକୋବଙ୍କ ବିଷୟରେ ଭବିଷ୍ୟତବାଣୀ କରି ବିଲିୟମ କହୁଛି, ଯାକୋବର ଧୂଳିକୁ କିଏ କହିପାରେ, ଆଉ ଇସ୍ରାଏଲର ଚତୁର୍ଥାଂଶ ପୁରୁଷକୁ କିଏ କହିପାରେ? କିଏ କହିବ ନାହିଁ। ଆମେ ଏତିକି ଜାଣିଛୁ 70 ପୁରୁଷ ମିଶ୍ର ଦେଶକୁ ଗଲେ, ଆଉ 6 ଲକ୍ଷ ପୁରୁଷ ସଂଖ୍ୟା ମିଶ୍ର ଦେଶରୁ ବାହାରିଲେ। ଏତିକି ସଂଖ୍ୟା ଆମେ ଜାଣିବା। 70 ଲୋକ ଗଲେ, ଆଉ 6 ଲକ୍ଷ ପୁରୁଷ ସଂଖ୍ୟା, ତାଙ୍କ 6 ଲକ୍ଷ ସ୍ତ୍ରୀ ହେଲେ, 12 ଲକ୍ଷ ହେଲେ, ଗୋଟେ ପୁଅ କି ଝିଅ ହେଲେ 18 ଲକ୍ଷ ହେଲେ, 2ଟା ଲେଖା ହେଲେ ବୋଲି କେତେ ହେଲେ? 24 ଲକ୍ଷ ହେଲେ। 3ଟା ଲେଖା ଯଦି ପୁରୁଷ ପୁଅ ହେଇଗଲେ 24 × 30 ଲକ୍ଷ ହେଲେ। କମ୍ ସେ କମ୍ ସେ ଇସ୍ରାଏଲର ଇତିହାସ ଲେଖକ ୟୋସେଫସ୍ କହୁଛନ୍ତି କମ୍ ସେ କମ୍ 30-35 ଲକ୍ଷ ଲୋକ ମିଶ୍ର ଦେଶରୁ ବାହାରିଲେ। ତାଙ୍କର ସଂଖ୍ୟାକୁ କିଏ କରିବ? ଆଉ ସେ ଚତୁର୍ଥ ପୁରୁଷ ଯାହାକୁ ଇସ୍ରାଏଲ ନାମରେ ଯୋଉଟା 12 ଗୋଷ୍ଠୀର ଚତୁର୍ଥ ପୁରୁଷ ହେଉଛନ୍ତି ଏହି କିଣାମ ଦେଶକୁ ରାଜ୍ୟ କରିବା ପୁରୁଷ। ସେଟାକୁ ଅବ୍ରାହମକୁ ପ୍ରଭୁ 15-16 ପଦ କହିଲେ, ତୁମର ଚତୁର୍ଥ ପୁରୁଷ ଏ ଦେଶରେ କଣ କରିବେ? ରାଜତ୍ୱ କରିବେ। ଆଉ ସେ ଚତୁର୍ଥ ପୁରୁଷ ଆମେ ଦେଖୁଛୁ ମିଶ୍ର ଦେଶର କିଣାମ ଦେଶକୁ ଯାତ୍ରା ଆରମ୍ଭ କରିଥିଲେ। ଆଉ ଯେଉଁମାନେ ଧୂଳିର ଲୋକ ହେଲେ ସେମାନେ ସମାପ୍ତ ହେଇଗଲେ, ତାରାର ଲୋକମାନେ ହେଲେ ସେମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦେଶରେ ରାଜ୍ୟ କଲେ। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ କୋଉ ବଂଶର ଲୋକ? ଧୂଳିର ବଂଶର ଲୋକ,
ଧୂଳିର ବଂଶକୁ ମଧ୍ୟ ପ୍ରଭୁ କହିଲେ କଣ ବୋଲି କହିଲେ ଯାକୁବକୁ ପ୍ରଭୁ କହିଲେ ଦର୍ଶନ ଦେଇକି କହିଲେ ତୁମର ବଂଶ ଧୂଳି ପରି ହେବେ ଆଉ ତୁମର ବଂଶ ଦ୍ୱାରା ଯାବତୀୟ ଗୋଷ୍ଠୀ କଣ ହେବେ ଆଶୀର୍ବାଦ ପାଇବେ। ଇସାକୁ କହିଲେ ତୁମର ବଂଶ ତାରା ପରି ହେବେ ତାହା ଦ୍ୱାରା ମଧ୍ୟ ପୃଥିବୀର ଯାବତୀୟ ବଂଶ। ଆଜି ଯଦି ଆମେ ଧୂଳିରେ ଥିଲେ ବି ଆମର ବଂଶ ଆଶୀର୍ବାଦ ପାଇବେ ଧନ ସମ୍ପତ୍ତି ପାଇବେ ଧୂଳି ଲୋକମାନେ ମଧ୍ୟ ପାଇବେ ମାତ୍ର ଆକାଶର ତାରା ଲୋକମାନଙ୍କର आशीर्वाद एक प्रकार ହେବ ସେମାନେ ଅଧଗାମୀ ହେବେ ନାହିଁ ଊର୍ଧ୍ୱଗାମୀ ହେବେ। ଧୂଳି ଲୋକମାନେ ସମସ୍ତେ ଅଧଗାମୀ ହେବେ। ଆଶୀର୍ବାଦ ଦୁଇ ବଂଶ ଲୋକଙ୍କୁ ଦେବେ କାହିଁକି ପ୍ରଭୁ ପ୍ରତିଜ୍ଞା କରିଛନ୍ତି ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଅବ୍ରାହମକୁ ତମର ବଂଶ ଧୂଳି ହେଲେ ମଧ୍ୟ ଆଶୀର୍ବାଦ ପାଇବେ ତାରା ହେଲେ ମଧ୍ୟ ଆଶୀର୍ବାଦ ପାଇବେ ମାତ୍ର ତାରା ଊର୍ଧ୍ୱଗାମୀ ହେବ ଧୂଳି ଗୋଟେ ଦିନ ବିନାଶ ହେବ। ଏହା ମନେ ରଖି ଚାଲିବ ଆମେ ଯଦି ଧୂଳିର ବଂଶରେ ଏବେ ଯାଇ ଅଛୁ ଆମେ ତାରାର ବଂଶ ହେବା ଆମେ ତେଜସ୍ୱୀ ହେବା ସେ ଯୀଶୁଙ୍କ ଦକ୍ଷିଣ ହସ୍ତକୁ ଯିବା ଆଉ ଯୀଶୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଏ ବାକ୍ୟ ଦେବ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।